हेलो गाइस वेलकम टू माय यूट्यूब चैनल ज्ञान स्टेशन। तो पिला माने आज आम पढ़ा द्वितीय श्रेणी बही हस खुशी पाठ नंबर 7। पाठर नाम है पिला माने देख आस बुलीजिबा भटारिका। ठीक अच्छे, तो चलो आज आम पाठ को आरंभ करवा। ठीक अच्छे पिला माने दुष्मंत बाबूंक घर आठगड़ पाखरे भटारिका ठाकुराणी पूजा पाती। ସେଥିପାଇଁ ଭଟାରିକା ବୁଲିଯିବା ପାଇଁ ସେ ଯୋଜନା କଲେ। ଦେଖ ଦୁଷ୍ମନ୍ତ ବାବୁଙ୍କ ଘର କୋଉଠି? ଆଠଗଡ଼ରେ। ଠିକ ଅଛି, ସେ ପାଖରେ ଗୋଟିଏ ମନ୍ଦିର ଅଛି, ଠାକୁରାଣୀ ପୂଜା ପାଆନ୍ତି। ଠିକ ଅଛି, ତ ସେଥିପାଇଁ ଭଟାରିକା ବୁଲିଯିବା ପାଇଁ ସେ ଯୋଜନା କଲେ। ଯୋଜନା ମାନେ ପ୍ଲାନିଂ କଲେ। ଠିକ ଅଛି ପିଲାମାନେ, ତେବେ ଦେଖ ଏଇଟା ଦେଖୁଛ, ଏଇଟା ମନ୍ଦିର। ଠିକ ଅଛି, ଦୁଷ୍ମନ୍ତ ବାବୁ ନାତି ନାତୁଣୀଙ୍କ ସହ ବାହାରିଲେ। ଠିକ ଅଛି, ଜିନିଷପତ୍ର ସଜାଡ଼ିଲେ। ଜିନିଷପତ୍ର ସଜାଡ଼ିଲେ ମଧ୍ୟ ଧରିଲେ। ଠିକ ଅଛି, ସାଇତିକି ରଖିଲେ। ଜେଜେଙ୍କର ଗ୍ରନ୍ଥ ନେବାକୁ ସେମାନେ ଭୁଲିଲେ ନାହିଁ। ଜେଜେଙ୍କର ଗ୍ରନ୍ଥ ନେବାକୁ ସେମାନେ ଭୁଲିଲେ ନାହିଁ। ଗ୍ରନ୍ଥ କହିଲେ ପିଲାମାନେ ଦେଖ, ଯେମିତି ମହାଭାରତ, ରାମାୟଣ, ଭାଗବତ ପୁସ୍ତକ, ବଡ଼ ବଡ଼ ବହି, ସେଇଟାକୁ ଆମେ ଗ୍ରନ୍ଥ କହିଥାଉ। ଠିକ ଅଛି, କାନ୍ଥ ଘଣ୍ଟାରେ 4ଟା ବାଜିଲା। ଠିକ ସମୟରେ ଗାଡ଼ି ଆସି ଅଟ୍ଟାଳିକା ଆଗରେ ରହିଲା। କେତେ ସମୟ ହେଲା ପିଲାମାନେ? 4ଟା ବାଜିଲା। ତୁମେ ଯଦି କାନ୍ଥ ଘଣ୍ଟା ଦେଖି ଜାଣିନାହ, ତୁମ ବାପା ମାଙ୍କୁ ପଚାରିବ, ସେମାନେ ତୁମକୁ ଶିଖେଇ ଦେବେ। ଠିକ ଅଛି ପିଲାମାନେ, ତେବେ ଦେଖ ସଭିଏ ଗାଡ଼ିରେ ବସିଲେ। ଠିକ ଅଛି, ସାନ ପିଲାମାନେ ଜେଜେଙ୍କ ପାଖରେ ବସିବାକୁ ଜିଦ୍ କଲେ। ତୁମେ ଯେପରି ଜିଦ୍ କରିଥାଅ ଖେଳଣାଟି କିଣିବା ପାଇଁ, ସାଇକେଲଟି କିଣିବା ପାଇଁ ତୁମ ମା ବାପାଙ୍କୁ ତୁମେ କହିଥାଅ, ଜିଦ୍ କରିଥାଅ, ସେହିପରି। ଠିକ ଅଛି, ସାନ ପିଲାମାନେ ଜେଜେଙ୍କ ପାଖରେ ବସିବାକୁ ଜିଦ୍ କଲେ। ଗାଡ଼ି ମନ୍ଥର ଗତିରେ ଗାଁ ଦାଣ୍ଡରେ ଚାଲିଲା। ମନ୍ଥର କହିଲେ ପିଲାମାନେ ଧୀରେ ଧୀରେ। ଠିକ ଅଛି, ଜେଜେ ପିଲାମାନଙ୍କୁ ପଚାରିଲେ, ଆରେ ତୁମେ ସବୁ ଖାଇବ କ'ଣ? ନାତୁଣୀ କହିଲା, ଜେଜେ ବାହାର ଜିନିଷ ଖାଇବା ନାହିଁ, ଫଳ ଆଣିଛୁ। ଜେଜେ କହିଲେ, ହଁ ହଁ, ଫଳ ଖାଅ, ଦେହ ଭଲ ରହିବ। ବାହାର ଜିନିଷ ଖାଇଲେ ଦେହ ଖରାପ ହେବ। ତେବେ ଦେଖ ଜେଜେ ପିଲାମାନଙ୍କୁ ପଚାରିଲେ, ଆରେ ତୁମେ କ'ଣ ଖାଇବ? ତେବେ ନାତୁଣୀ କହିଲା, ଜେଜେ ବାହାର ଜିନିଷ ଖାଇବା ନାହିଁ। ବାହାର ଜିନିଷ ଖାଇଲେ କ'ଣ ହୁଏ ଜାଣିଛ ପିଲାମାନେ? ପେଟ ଖରାପ ହୋଇଯାଏ, ଶରୀର ଖରାପ ହେଇଯିବ, ମନା ନାହିଁ, ଜ୍ୱର ହେଇଯିବ, ଝାଡ଼ା ହେଇଯିବ। ତେଣୁ ଫଳ ଆଣିଛୁ। ଜେଜେ କହିଲେ, ହଁ ହଁ, ଫଳ ଖାଅ, ଫଳ ଖାଇଲେ କ'ଣ ହୁଏ ପିଲାମାନେ? ଦେଖ ଦେହ ଭଲ ରହିବ। ଠିକ ଅଛି, ବାହାର ଜିନିଷ ଖାଇଲେ ଦେହ କ'ଣ ହେବ? ଖରାପ ହେବ। ତେଣୁ ବାହାର ଜିନିଷ ଖାଇବା ନାହିଁ। ଠିକ ଅଛି, ଜେଜେ ପୁଣି କହିଲେ, ଯଦି ଦରକାର ହୁଏ ବାହାରୁ ତଟକା ଖାଦ୍ୟ ଖାଇବ। ତଟକା ମାନେ ପିଲାମାନେ ଗରମ ଗରମ ଭଲ ଭଲ ଖାଦ୍ୟ। ଠିକ ଅଛି, ଖାଇବା, କିନ୍ତୁ ବେଶୀ ଖାଇବ ନାହିଁ। ଖାଇଲେ ଝାଡ଼ା ବାନ୍ତି, ପେଟ ଗୋଳମାଳ ହୋଇପାରେ। ଜେଜେ କହୁଛନ୍ତି ବେଶୀ ଖାଇବା ନାହିଁ। ବେଶୀ ଖାଇଲେ କ'ଣ ହୁଏ ପିଲାମାନେ? ଝାଡ଼ା ହେବ, ବାନ୍ତି ହେବ, ପେଟ ଗୋଳମାଳ ଖରାପ ହୋଇଯିବ। ଠିକ ଅଛି, ପିଲାଏ ପଚାରିଲେ, ତେବେ ନ ଖାଇଲେ କ'ଣ ହେବ? ପିଲାମାନେ ପଚାରିଲେ, ତେବେ ନ ଖାଇଲେ କ'ଣ ହେବ? ଜେଜେ ଚଟାପଟ କହିଲେ, ଭୋକ ହେବ, ହାଲିଆ ଲାଗିବ, ବୁଲିବାକୁ ମନ ହେବ ନାହିଁ, କାମ କରିବାକୁ ଭଲ ଲାଗିବ ନାହିଁ, ଦୁର୍ବଳ ଲାଗିବ। ପିଲାମାନେ ତୁମେ ନ ଖାଇବ ତେବେ କ'ଣ ହେବ? ଭୋକ ହେବ, ହାଲିଆ ଲାଗିବ। ହାଲିଆ କହିଲେ ଥକିଯିବ। ଠିକ ଅଛି, ଥକା ଲାଗିବ, ବୁଲିବାକୁ ମନ ହେବ ନାହିଁ, କାମ କରିବାକୁ ଭଲ ଲାଗିବ ନାହିଁ, ଆଉ ଶରୀର ମଧ୍ୟ କ'ଣ ହେବ? ଦୁର୍ବଳ ହେଇଯିବ, ଦୁର୍ବଳ ଲାଗିବ। ଠିକ ଅଛି, ଦୁର୍ବଳ ଲାଗିବ। ତାପରେ ପିଲାମାନେ ଜେଜେଙ୍କୁ ଗପ କହିବା ପାଇଁ ଅନୁରୋଧ କଲେ। ଗପ ଶୁଣିଛ ତୁମେମାନେ?
ଜେଜେ କହିଲେ ଘରେ କହିବି। ଜେଜେ କହିଲେ ମୁଁ ଘରେ କହିଦେବି। ଠିକ୍ ଅଛି। ଏବେ ପଦ୍ୟାନ୍ତ କର। ପିଲାମାନେ ପଦ୍ୟାନ୍ତ କଲେ। ପଦ୍ୟାନ୍ତ କହିଲେ ପିଲାମାନେ ଦେଖ, ଯେମିତି ଆମେ ପଦ୍ୟାନ୍ତ କହିଲେ ଗୋଟେ ଗୀତ ଗାଇଥାଉ, ସେଇ ଗୀତକୁ ଲାଷ୍ଟରେ ମାତ୍ରା ଲଗାଇ ଆଉ ଜଣେ ଗାଇଥାନ୍ତି, ହଁ ନା ନାହିଁ? ସେଇ ସ୍ୱର ତାଳ ଲଗାଇ ଗୀତ ଗାଇଥାନ୍ତି, ତ ସେଇଟାକୁ କୁହାଯାଏ ପଦ୍ୟାନ୍ତ। ଠିକ୍ ଅଛି। ତ ପିଲାମାନେ ପଦ୍ୟାନ୍ତ କଲେ, ନିଜ ନିଜ ଭିତରେ ଥଟ୍ଟା ତାମସା କଲେ, ମଜ ମସ୍ତି କଲେ। ଠିକ୍ ଅଛି ପିଲାମାନେ। ପଦ୍ୟାନ୍ତ ଓ ଥଟ୍ଟା ତମାସା ଭିତରେ ଗାଡ଼ି ଭଟ୍ଟାରିକାରେ ପହଞ୍ଚିଗଲା। ଏତେ ଥିଲା ପିଲାମାନେ ଆଜିର ଭିଡ଼ିଓରେ। ଠିକ୍ ଅଛି। ଭଲ ଭଲ ଖାଦ୍ୟ ଖାଇବ, ବାହାର ଖାଦ୍ୟ ଖାଇବ ନାହିଁ। ବାହାର ଖାଦ୍ୟ ଖାଇଲେ ଝାଡ଼ା ହେବ, ରୋଗ ହେବ। ଆଉ ବେଶୀ ଖାଇବା ନାହିଁ ଖାଦ୍ୟ। ବେଶୀ ଖାଇଲେ ଆମକୁ ଭଲ ହେବ ନାହିଁ, କିମ୍ବା କମ୍ ଖାଇଲେ ମଧ୍ୟ ଭଲ ହେବ ନାହିଁ। ଆମେ ନର୍ମାଲି ଖାଇବା। ଠିକ୍ ଅଛି। ସେଇ ବିଷୟରେ କୁହାଯାଇଛି। ଏତେ ଥିଲା ପିଲାମାନେ। ପୁଣି ନେକ୍ସଟ ଭିଡ଼ିଓରେ ଏହାର ଅଭ୍ୟାସ କାର୍ଯ୍ୟ କରିବା। ତ ଯେଉଁମାନେ ନ୍ୟୁ ଦେଖୁଛନ୍ତି, ପିଲାମାନେ ନ୍ୟୁ ଦେଖୁଛନ୍ତି, ସେମାନେ ପ୍ଲିଜ୍ ଦୟାକରି ମୋ ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, କମେଣ୍ଟ କରନ୍ତୁ, ଆଉ ସବସ୍କ୍ରାଇବ୍ ମଧ୍ୟ କରିଦିଅନ୍ତୁ। ଆଉ ବେଲ୍ ଆଇକନ୍କୁ କ୍ଲିକ୍ କରନ୍ତୁ, ଯାହାଫଳରେ ମୁଁ ନ୍ୟୁ ଭିଡ଼ିଓ ଅପଲୋଡ଼ କରିବି ତୁମମାନଙ୍କ ପାଖରେ ପହଞ୍ଚି ପାରିବ। ମୁଁ ଆଶା କରୁଛି ଭିଡ଼ିଓଟି ତୁମମାନଙ୍କୁ ଭଲ ଲାଗିଥିବ ଓ ତୁମମାନଙ୍କ ପାଇଁ ସବୁ ଭିଡ଼ିଓ ଆଣିକି ଆସିବି। ଠିକ୍ ଅଛି। ଥ୍ୟାଙ୍କସ୍ ଫର୍ ୱାଚିଂ ମାଇ ଭିଡ଼ିଓ।